Hi guys, this is Somya. This will be a short video rather than long video. ମୁଁ ଆସି ଯେଉଁଠି ପହଞ୍ଚିଛି ମାନେ ଆପଣଙ୍କୁ ଲାଗୁଥିବ ଏଇଟା ଗୋଟେ ଗୋଟେ ଛୋଟ ମାନେ ହାଇଟ୍ କମ୍ ଜାଗାଟେ, କିନ୍ତୁ ଇଏ ବହୁତ ହାଇଟ୍ ଅଧିକା। ପାଖାପାଖି 1200 ମିଟର ଏଇଟା ଏଲିଭେସନ୍ ହେବ। ଆଉ ଟ୍ରେକିଂ ମାନେ ପାଖାପାଖି ଆମକୁ ମାନେ ମୋତେ 2-3 କିଲୋମିଟର ଟ୍ରେକିଂ କରିବାକୁ ପଡ଼ିଛି। ମାନେ ତାପରେ ଛତାଟା ମୋ ସାଙ୍ଗେ କାହିଁକି ଅଛି ନା, ଯେହେତୁ ବର୍ଷା ଦିନ ଆଉ ବର୍ଷା ବି ଟିକେ ଟିକେ ହେଉଛି, ଆଉ ବହୁତ ଖରା ଆଉ ବର୍ଷାରୁ ଆମକୁ ଇଏ ବଞ୍ଚଉଛି ଛତାଟା ମୋତେ ଆଜି। ଆଉ ମୁଁ ଆସିଲା ବେଳେ ବହୁତ ଚେଷ୍ଟା କରିଥିଲି ଭିଡ଼ିଓ ବନେଇବା ପାଇଁ, କିନ୍ତୁ କ୍ଲାଇମେଟ୍ ଏମିତି ଥିଲା ଆଉ ସିଚୁଏସନ୍ ଏମିତି ଥିଲା। ଆଉ ମୁଁ ବି ବହୁତ ଟାୟାର୍ଡ଼ ଥିଲି, ମାନେ ଭିଡ଼ିଓ ବନେଇବା ପସିବୁଲ୍ ନଥିଲା। ମାନେ ମାନେ ମୋତେ ଟୋଟାଲି ଇଚ୍ଛା ହିଁ ନଥିଲା ଭିଡ଼ିଓ ବନେଇବା ପାଇଁ। ଆଉ ଉପରକୁ ଆସିଲା ପରଠାରୁ ଟିକେ ପବନ ଟିକେ ବଜିଲା ଥଣ୍ଡା ଲାଗିଲା ବେଳକୁ ତ ମୋତେ ଟିକେ ଲାଗିଲା ଟିକେ ଭିଡ଼ିଓଟା ବନେଇକି ଦେଖେଇବା। ସେଥିପାଇଁ ଗୋଟେ ସର୍ଟ ଭିଡ଼ିଓ ବନାଉଛି। ଏଇଟା ଲଙ୍ଗ୍ ଭିଡ଼ିଓ ନୁହଁ, ଆଜି ମୁଁ କହିସାରିଛି। ଆଉ ମୋ ପଛରେ ଭିୟୁଟା ଦେଖନ୍ତୁ ଟିକେ, ଆପଣଙ୍କୁ ଲାଗୁଥିବ କେଉଁ ଜାଗା ଏଇଟା କ'ଣ। ଏଇଟା ଗୋଟେ ଜଙ୍ଗଲ ପ୍ୟାଚେସ୍, ଗୋଟେ ପାହାଡ଼ରେ ପୁରା ଟପ୍, ଏଇଟା ଗୋଟେ ପ୍ଲାଟ୍ୟୁ ଏଇଟା। ଆଉ ଚାଲନ୍ତୁ ଦେଖିବା ଟିକେ ଜାଗାଟା କେମିତି କ'ଣ ଅଛି। ଆପଣଙ୍କୁ ତଳୁ ନଜାରାଟା ଦେଖାଉଛି, ଆପଣ ଭାବୁଥିବେ ଏଇଟା ମାନେ ଛୋଟ ଜାଗାଟା, ମାନେ ଏମିତି ଗୋଟେ ଉଞ୍ଚା ଜାଗା, କିନ୍ତୁ ଏଇ ମାନେ ମୋତେ ବ୍ୟାକ୍ କ୍ୟାମେରା କରିବି, ରିୟର୍ କ୍ୟାମେରା କରିବି, ଆପଣଙ୍କୁ ଦେଖେଇବି ଆପଣ ଆକ୍ଚୁଆଲି ଜାଣିପାରିବେ ଏ ଜାଗାଟା କେଉଁଠି ଆଉ କେତେ କଷ୍ଟ ହେଇଥିବ ଜାଗାଟା ଆସିବା ପାଇଁ। ଚାଲନ୍ତୁ। ଆଜି ମୁଁ କହିଥିଲି ଦେଖନ୍ତୁ, ଇଏ ସେ ବ୍ୟାକ୍ କ୍ୟାମେରା ଭ୍ୟୁଟା। ଆଉ ମୁଁ ପାହାଡ଼ ଗୋଟେ ସାଇଡ଼୍ରେ ଅଛି। ଏ ଯେଉଁ ଛୋଟ ଛୋଟ ଘର ଦେଖାଯାଉଛି ଦେଖିଲେଣି, ସେଗୁଡ଼ା ସବୁ ହେଉଛି ଘର। ଆଉ ପାହାଡ଼ର ଗୋଟେ ଡିଷ୍ଟାନ୍ସ କେତେ ଦେଖନ୍ତୁ ଏଠି। ଆଉ ଇଏ ପୁରା ପ୍ଲାଟ୍ୟୁ, ଆଉ ଇଏ ସବୁ ଲେମନ୍ ଗ୍ରାସ୍ ଯେଉଁ ଆମର ହେଇଛି। ଆଉ କ୍ଲାଇମେଟ୍ଟା କେମିତି ଦେଖନ୍ତୁ, ସୂର୍ଯ୍ୟ ବି ଟିକେ ଟିକେ ବାହାରିଛି ଆଉ ବର୍ଷା ବି ହେଉଛି। ଏଇଟା ଗୋଟେ ଅଁଳା ଗଛ, ଆଉ ଭଲ ଲାଗୁଛି। ଆଉ ଟିକେ ଏଠି ବୁଲିବା ଦେଖିବା କ'ଣ ଅଛି। ଆଉ ଯାହା କୁହନ୍ତୁ, ଅବସ୍ଥା ପୁରା 12 ବାଜିଯାଇଛି ଟ୍ରେକିଂ କରି ଉପରକୁ ଆସିଲା ବେଳକୁ, ମୋର ଆଉ ମୋ ସାଙ୍ଗମାନେ ସମସ୍ତଙ୍କର, ଯେଉଁମାନେ ମୋ ସାଙ୍ଗେ ଆସିଥିଲେ। ଚାଲ। ଆଉ ମୁଁ ଶୁଣିବାକୁ ପାଇଲି କି ଏଠି ଗୋଟେ ଛୋଟ ଗୁମ୍ଫା ବି ଅଛି। ଚାଲନ୍ତୁ ସେ ଗୁମ୍ଫା ଯିବା, ଯଦି ଗୁମ୍ଫା ଥିବ ଗୁମ୍ଫା ଦେଖିବା, ନହେଲେ ବାଟ ଆଡ଼େ ଘରକୁ ଯିବା। ଚାଲ। ଏଇଟା ଗୋଟେ କ୍ଲିଅର୍ ଭ୍ୟୁ ଆସିଥିବ। ଆଉ ଦେଖନ୍ତୁ, ଯେହେତୁ ବର୍ଷାଟା ଆକାଶରେ ଅଛି ତ ଏତେ ମାନେ ଲାଇଟ୍ ହେଉନି। ଆଉ ମୁଁ ବି ଛତା ଧରି ବୁଲୁଛି। ଦେଖନ୍ତୁ କେତେ ପ୍ଲାଟ୍ୟୁ, ପୁରା ପ୍ଲେନ୍। ଆଉ ଏପଟେ ସେ ପାହାଡ଼ ଯେଉଁ ଗୋଟେ ଏଣ୍ଡ ଗୋଟେ। ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ହେଲା, ଏଠି ମାନେ ଗୋଟେ ଛୋଟ ପିକନିକ୍ ସ୍ପଟ୍ ମାନେ ଲୋକଙ୍କ ପାଇଁ। ସେଥିପାଇଁ ଦେଖନ୍ତୁ ଲୋକମାନେ ଚାଲି ଚାଲି ତାଙ୍କ ପାଦ ଚିହ୍ନରେ ବାଟ ବି ହେଇଯାଇଛି। ବର୍ଷା ଆସିଲାଣି, ବର୍ଷା ଆସିଲେ କିଛି ଅସୁବିଧା ନାହିଁ, ଛତା ଅଛି। କିନ୍ତୁ ଆମର ଜିନିଷ ଯାହା ବି ସବୁ ଆଣିଛୁ ଗୋଟେ ଓଦା ହେଇଯିବା ଚାନ୍ସେସ୍ ବହୁତ, ଆଉ ଓଦା ହେଲେ ଖରାପ ହେଇଯିବା ଚାନ୍ସେସ୍ ବହୁତ ଅଛି। ସେଥିପାଇଁ ଟିକେ ମୁଁ ୱରିଡ୍ ଅଛି, ନହେଲେ ଆଉ ସବୁ ଓକେ ଅଛି। ଆଉ ଟାଇମ୍ ଏବେ ହେଲା 2ଟା, ଆଉ ଆମେ ଲଞ୍ଚ କରିନୁ, ଲଞ୍ଚ କରିବୁ। ଆଉ ତଳୁ ଗଲେ ଆଜି ଭାଗ୍ୟରେ ଥିବ ଲଞ୍ଚ ହେଇପାରିବ, ନହେଲେ ନାହିଁ। ଆଉ ସବୁବେଳେ ଆମେ ଯେତେବେଳେ ବି ଏମିତି ଜଙ୍ଗଲ ଆସୁ, ଏମିତି ବୁଲାବୁଲି କରୁ, ସବୁବେଳେ କିଛି କିଛି ପାଖରେ ରଖିଥାଉ। କିନ୍ତୁ ଆଜି ଦୁର୍ଭାଗ୍ୟବଶତଃ ଆମକୁ ଆଇଡ଼ିଆ ହିଁ ନଥିଲା ଏତେ ବାଟ ଟାଇମ୍ ଲାଗିବ, ଆଉ ଏତେ ଆମେ ଫେରିପାରିବୁନି ଲଞ୍ଚ ସୁଦ୍ଧା। ତ ସେଥିପାଇଁ ଖାଇବାଟା କିଛି ନାହିଁ। ଠିକ୍ ଅଛି, କିଛି ଓକେ, ଏଇଟା ସବୁବେଳେ ତୁମେ ମିଳିବ ମାନେ ନାହିଁ। କିନ୍ତୁ ଇଏ ଭ୍ୟୁଟା ପାଇଁ ଖାଇବା ବି ଆମେ ସାକ୍ରିଫାଇସ୍ କରିଦେଉଛୁ। ଆଉ ମୋତେ ସେ କହିଲେ କି ଯେଉଁ ଗୁମ୍ଫାଟା ମୁଁ କହୁଥିଲି ଏଇପଟେ ବାଟ କି କେଉଁ ପଟେ ଆମେ ତ ଜାଣିନୁ, କି ଗାଇଡ଼ଟା ଆମ ସହ ଜଣେ ଆସିଥିଲେ, ସେଇ କୁଆଡ଼େ ଗଲେ ଆମେ ତ ପାଉନୁ। ତାପରେ ଦେଖିବା, ଯଦି ଗୁମ୍ଫା ଯାଇହେଲା, ନହେଲେ ରିଟର୍ଣ୍ଣ କରିବା। ମୁଁ ମାନେ ଆସିଲା ବେଳେ ବହୁତ ଭଲ ଭଲ ସ୍ପଟ୍ ସବୁ ମିସ୍ କରିଛି। ଆଜି ମୁଁ ଭାବିଲି କି ଯଦି ଭିଡ଼ିଓ ରେକର୍ଡ଼ିଂ କରିବାର ନାହିଁ ତ ମୋର କିଛି ଛୋଟ ଭିଡ଼ିଓ ବନେଇବା କିଛି ଆବଶ୍ୟକ ନଥିଲା। କିନ୍ତୁ ମୋତେ ଲାଗିଲା କି କିଛି ମୁଁ ବନେଇଲେ ସୁବିଧା ହେବ, ସେଥିପାଇଁ ମୁଁ ବନେଉଛି କି ବନେଇଲି। ଆଉ ଦେଖନ୍ତୁ ସବୁ ଆଉ ଗୋଟେ କଥା ଦେଖନ୍ତୁ, ମାନେ ଲୋକଙ୍କୁ ଯଦି ବାଟ ହେଇଯାଉଛି ଆସୁଛନ୍ତି, ସେମାନେ ସବୁ ଏମିତି ସବୁ ରିଲ୍ଟରିଂ କରୁଛନ୍ତି। ଏଠି ସବୁ ଯାହା ଆଣୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ଫୋପାଡ଼ି ହେଇକି ଯାଉଛନ୍ତି। ସେଇଟା ଗୋଟେ ଖରାପ। ଆଉ ଯେଉଁମାନେ ମୋ ଭିଡ଼ିଓ ବି ଦେଖୁଛନ୍ତି, ଆକ୍ଚୁଆଲି ଆପଣଙ୍କ ଜାଗା ଆକୁ ଟିକେ କ୍ଲିନ୍ ରଖନ୍ତୁ, ଯେଉଁଦ୍ୱାରା କି ଯେଉଁ ବି ଲୋକ ଆସୁଛନ୍ତି ସେ ଟିକେଙ୍କୁ ଭଲ ଲାଗିବ। ଏମିତି ଅଳିଆ ମଳିଆ ପକେଇକି ଜାଗାଟାକୁ ନଷ୍ଟ କରିବା କିଛି ମାନେ ନାହିଁ।
ହେଲା ଆଉ ଟିକେ ଏ ଦୃଷ୍ଟି ଟିକେ ଧ୍ୟାନ ଟିକେ ଦିଅନ୍ତୁ ଆଉ ଭିୟୁଟା ଦେଖନ୍ତୁ। ସେଇଟା ହେଇପାରିଲାନି ଆଉ। ସେ ଦେଖନ୍ତୁ ସେ ଭିୟୁଟା ଥିଲା ଉପରୁ କେତେ ସୁନ୍ଦର ଭିୟୁ। ଆଉ ଏବେ ବର୍ଷା ବହୁତ ଆସିଲାଣି ଆଉ ଟାଇମ୍ ମୋ ପାଖରେ ନାହିଁ ବହୁତ କିଛି ଜିନିଷ ଦେଖିବା ପାଇଁ। ସବୁ ଅଲରେଡ଼ି ମୋତେ ଛାଡ଼ିକି ପଳେଇଲେଣି। ଚାଲନ୍ତୁ ଯିବା। ଟାଟା ବାଏ। ଏଇଟା ହିଁ ଥିଲା ସେ ଭିୟୁ। ଆଉ ଏଠି ଗୋଟେ ଭିୟୁ ଦେଖନ୍ତୁ କେତେ ସୁନ୍ଦର ଭିୟୁ। ଟାଇମ୍ ଯେହେତୁ ଆମ ପାଖରେ ଟାଇମ୍ର ଅଭାବ ଆଉ ଏବେ ଅଲମୋଷ୍ଟ 3ଟା ବାଜିଗଲାଣି ବିନା ଲଞ୍ଚରେ ଏନର୍ଜି ଟିକେ ଡାଉନ୍ ହେଇଗଲାଣି। ଦେଖନ୍ତୁ ଏ ସବୁ ପାଖରେ ଲେମନ୍ ଗ୍ରାସ୍ ଆଉ ଏ ନଜାରାଟା ଦେଖନ୍ତୁ ଭିୟୁଟା କେମିତି ଲାଗୁଛି ଦେଖନ୍ତୁ। ତ ଟ୍ରେକିଂଟା କିଛି ଏମିତି ଥିଲା ଆଉ ମୁଁ ଲାଷ୍ଟ ପ୍ୟାସେଞ୍ଜର ସବୁ ଅଲରେଡ଼ି ଗଲେଣି ଭାରି। ଆଉ ଚାଲନ୍ତୁ ଆଉ କିଛି ନୂଆ ଇଣ୍ଟରେଷ୍ଟିଂ ଭିଡ଼ିଓ ମୁଁ ଆପଣଙ୍କୁ ନିହାତି ସେୟାର କରିବି। ଆଉ ମୋ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଆଣ୍ଡ କିପ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ। डिस्ट्रॉय हुआ था हो ए जगह डिस्ट्रॉय नो खाली स्विट्जरलैंड रखियो गछ आ कोडी गछ तो लाभ